ମକର ସଂକ୍ରାନ୍ତିର ମହାପର୍ବ ଜାନୁଆରୀକୁ ପଡୁଛି। ଏହି ଦିନ ଭଗବାନ ଶିବ ଆଉ ସୂର୍ଯ୍ୟଦେବଙ୍କ ଉପାସନା ଅତ୍ୟନ୍ତ ଲାଭ କରାଇବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ଠାରୁ ଶୁଭ କାମ ଆରମ୍ଭ ହୋଇଯାଇଥାଏ। ମକର ସଂକ୍ରାନ୍ତିର ପର୍ବ ମନେଇବାକୁ ଆମକୁ ଜ୍ୟୋତିଷ ଠାରୁ ମିଳିଥାଏ। ଆମେ ଆମ ଜୀବନରେ ସବୁବେଳେ ପରିବର୍ତ୍ତନ ଦେଖୁଥାଉ। କେବେ ଆମ ଜୀବନରେ ସୁଖ ଆସିଥାଏ ତ କେବେ ଆମ ଜୀବନରେ ଦୁଃଖ ଆସିଥାଏ। ଏହି ସବୁ ପର୍ବ ମଧ୍ୟରୁ ଗୋଟେ ହେଲା ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତିର ପର୍ବ ସ୍ନାନ, ଦାନ, ପୂଜା ଆଉ ଦର୍ପଣର ଦିନ ମନାଯାଏ। କୁହାଯାଏ କି ଏହି ଦିନ କରାଯାଇଥିବା ଦାନ 1000 ଗୁଣ ଫଳ ଦେଇଥାଏ। ଆଜି ଆମେ ଜାଣିବା ମକର ସଂକ୍ରାନ୍ତିରେ କେଉଁ ଜିନିଷ ଦାନ କଲେ ଘରେ କେବେ ଧନର ଅଭାବ ରହିବ ନାହିଁ ଆଉ ବଦଳିଯିବ ଆପଣଙ୍କ ଭାଗ୍ୟ। ମକର ସଂକ୍ରାନ୍ତି ଦିନ ସକାଳୁ ଉଠି ସ୍ନାନ ସାରି ଗରିବ ଭିକାରୀମାନଙ୍କୁ ଟଙ୍କା ପଇସା କିମ୍ବା ନୂଆ କପଡ଼ା ଦାନ କରନ୍ତୁ। ତା ସହିତ ଶିବ ମନ୍ଦିରକୁ ଯାଇ ତମ୍ବା ନୋଟା ଏବଂ ଝାଡୁ ଦାନ ଦେଲେ ଆପଣଙ୍କର ଭଗବାନ ଶିବ ମଙ୍ଗଳ କରିଥାନ୍ତି। ଏହା ସହିତ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବନି ରହିବ। ଆପଣଙ୍କ ଘରକୁ ଯଦି ସଂକ୍ରାନ୍ତି ଦିନ କେହି ବି ଅତିଥି ଆସନ୍ତି ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। କିଛି ବି ଜିନିଷ ଦେଇ ବିଦା କରନ୍ତୁ। ଏହା କଲେ ଆପଣଙ୍କ ଜୀବନରେ ଖୁସି ହିଁ ଖୁସି। ଯେତେ ଲାଭ ଅନ୍ୟକୁ ହେବ ସେତେ ଅଧିକ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ସଫଳତା ମିଳିବ। ପରିବାରର ଖୁସିର ମହଲ ବନି ରହିବ। ମକର ସଂକ୍ରାନ୍ତି ଦିନ ଗଙ୍ଗା କୂଳରେ ସ୍ନାନ କରି ଗରିବମାନଙ୍କୁ ରାଶି ଦାନ କରନ୍ତୁ। ଏହା କଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଆଉ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଆଉ ଯଦି ଏପର୍ଯ୍ୟନ୍ତ ଆମ ଓଡ଼ିଆ ଘର ପରିବାର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ତଳେ ଥିବା ରେଡ୍ କଲରର ସବସ୍କ୍ରାଇବ୍ ବଟନକୁ ଆଉ ତା ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।